ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ 55 ନମ୍ବର ରାଜପଥ କାଣ୍ଡସର ସ୍କୁଲ ସାହି ସମ୍ମୁଖରେ ଆଜି ଭୋର 4:15 ସମୟରେ ଅନୁଗୁଳରୁ ବନପାଳ ଅଭିମୁଖେ କୋଇଲା ବୋଝେଇ ଟ୍ରକ୍ ଯାଉଥିବା ବେଳେ ସେହି ଦିଗରେ ସୁରକ୍ଷା କର୍ମୀ ମଧ୍ୟ ଯାଉଥିଲେ। ରାସ୍ତାରେ ଯାଉଥିବା ଗୋରୁ ଟ୍ରକ୍ ଯିବା ସମୟରେ ହଠାତ୍ ଉଠି ପଡ଼ିଥିଲେ, ଯାହାଫଳରେ ବାଇକ୍ ଚାଳକ ଗାଡ଼ିରେ ଗାଈର ସିଂହ ବାଜି ଯାଇଥିଲା ଆଉ ବାଇକ୍ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଯାଇଥିଲେ। ବାଇକ୍ ଚାଳକଙ୍କ ବାମ କାନ୍ଧ ଉପରେ ଟ୍ରକ୍ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଥିଲା। ଘଟଣା ଘଟିଥିବା ସଙ୍ଗେ ସଙ୍ଗେ କୋଇଲା ଟ୍ରକ୍ ଚାଳକ ଗାଡ଼ିରୁ ଓହ୍ଲାଇ ତୁରନ୍ତ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିଛି। ମୃତ ଯୁବକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି। ମୃତକ ଜଣକ ବନପାଳ ବ୍ଲକ ଅନ୍ତର୍ଗତ କଙ୍କିନାଳି ଗ୍ରାମର ବୋଲି ଜଣାପଡ଼ିଛି। ସେ ଏନ୍ଟିପିସି ଟିଟିପିସିରେ ବିନୋଦ କୁମାର ସାହି ଶଶି ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟରତ ଥିବା ଅନୁମାନ କରାଯାଉଛି। ଯୁବକଙ୍କ ମୋବାଇଲ ଫୋନ୍ରୁ ପରିବାର ଲୋକଙ୍କୁ ଯୋଗାଯୋଗ କରି ସୂଚନା ଦିଆଯାଇଛି। ଦୁର୍ଘଟଣା ଘଟିବା ପରେ ନାଲକୋ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ। ଅନୁଗୁଳରୁ ଲଲାଟେନ୍ଦୁ ନାୟକ ରିପୋର୍ଟ, ଜବାନ ଓଡ଼ିଶା।